ओम नमो भगवते वासुदेवाय। ओम नमो भगवते श्री जगन्नाथाय। ओम नमो भगवते श्री महापुरुष अच्युतानंदाय। जय जय महापुरुष अच्युतानंद जी की जय। अच्युतं केशवं कृष्ण दामोदरम, अच्युतं केशवं कृष्ण दामोदरम, राम नारायणं जानकी वल्लभं, राम नारायणं जानकी वल्लभं, अच्युतं केशवं कृष्ण दामोदरम। जय जय महापुरुष अच्युतानंद जी की जय। शिव संध्या बंधु समस्त श्रोता वक्ता ज्ञानी गुणी पंडित साधु समाज ब्राह्मण समाज समस्त को अधीन तपनर मथानत प्रणाम। आज आम आलोचना करथिले महापुरुषंकर शिवकल्प निर्घंट अवशिष्टांश आलोचना करने को जाऊँगी, त्रुटि क्षमा करेंगे। प्रभात उठी रामचंद्र दास बट तले उभा हेले, नित्य कर्म सारी चित्रतोला कूले श्री गुरु दर्शन कले, काकुस्थ होइन वचन भाषंती गड़हाली पदे थोई, आज्ञा गति प्रकाश होइब चरणे पड़िया शुणी गुरुदेव आनंद मनरे शिर कर लगाइले, महाप्रभु शिरे कर लगाइले, उठ रामचंद्र अधीर के पाई कहबी द्वादश मूले, जय जगन्नाथ जय जगन्नाथ जय जगन्नाथ जय जगन्नाथ। रामचंद्र दास आज कौन करचंती ना महापुरुषंकर पाद तले पड़ी प्रातरु चित्रतोला स्नान सारी काकुस्थ होइण हाथ जोड़ी दे बसिछंती, कहउचंती गुरुदेव मते किछि कुहंतु। महापुरुष कहले उठ उठ रामचंद्र मु कहूछि शुण, कौन कहबी एबे तू सब मन रखिबु। राम कौन कहले ना पश्चिम बटरे आसन कर जा, आंभे आसु नदी तीरू, कबीर पठाण गरब गंजीवा कहिबाटी कल्पांतरू। बापारे तू पश्चिम बटम जाई बस, मु टिके नदी कूल आसे स्नान सारी आलोचना करी। तू जहाँ कहीचु तू सब शुणी शुणी रामचंद्र वचन चलिले, मिलिले बट तलरे, ब्राघ्य छाल पारी तुली परे जाई, चंदन रे छेरा पारे, गंध चंदन जे अक्षतर माल, धूप दीप नैवेद्य आद्य संचा थई आस्थाने जगिले, बाइले सुरत आद्य। रामचंद्र दास कौन कले ना बाघ्र छाल गोटे पारिदेले, बसी अक्षत माल धूप दीप नैवेद्य दे संचा स्थान जगी बसले। क्यों समय स्नान सारी चित्रतोला नदी आज मो गुरु अच्युत आसुचंती। आज प्रभाती गाइले द्वादश बालके, सिंगा शंख बजाइले, पूजा विधि सारी अनंत बटरे अच्युत शरण नेले, प्रवेशिले गुरु महिमा सागर, आश्वासी वचन भासी, तुम्भ सुकर मारु मो देह रहिब, कुंडली रे जाओ रसी। अरे बाबू रे तुम्भ सुकृतरु मोर देह रहिब, तेमे कुंडली रे बसी जाओ, मु कहूछि जमती कहबी शुणब। आज खेदा लेखन रु भगत नेले, द्वितीय पालिया राम जम नियम पुराण भाषिले, हेतु कर 12 जन। आज 12 जन बसचंती, द्वादश गोपाल
ତାଙ୍କ ଆଗରେ ମହାପୁରୁଷ କହୁଛନ୍ତି, କାହିଁ ନ କହିବ ଗୁପତ ରଖିବ ଭକ୍ତ ସାର ସତ୍ୟ ଏହି 3-13 ମଧ୍ୟେ ଭକ୍ତଙ୍କ ମେଳ ମନେ ରଖବାର ପଇ ଯୋଗାଧି ଅନ୍ତର ଯୁଗ ଯୁଗାନ୍ତରୁ ଆଦ୍ୟ ପ୍ରଳୟ ବିଚାର ସାବଧାନେ ଶୁଣ ତୁମ୍ଭଙ୍କୁ କହିବା ସତ୍ୟ ଯୁଗରେ କୁମର ନାନା ଅବତାର ହରିଜ ହୁଅନ୍ତି ସନ୍ଥୟନ ପାଳିବାକୁ ନାଭି କମଳରୁ ଉଦୟ ହୁଅନ୍ତି ଭକ୍ତ ଆଜ୍ଞା ପାଳିବାକୁ। କହିଲେ ମହାପ୍ରଭୁ ବିଭିନ୍ନ ଅବତାର ହୋଇଛନ୍ତି ଭକ୍ତମାନଙ୍କୁ ଉଦ୍ଧାର କରିବା ପାଇଁ। ମତ୍ସ୍ୟ ଅବତାର, କୁର୍ମ ଅବତାର, ନୃସିଂହ ଅବତାର, ରାମ ଅବତାର, ବଳରାମ ଅବତାର, ପରଶୁରାମ ଅବତାର, ବିଭିନ୍ନ ଅବତାର ପ୍ରଭୁ ହୋଇଛନ୍ତି କେବଳ ଭକ୍ତମାନଙ୍କୁ ତାରିବା ପାଇଁ। ନାଭି କମଳରୁ ଉଦୟ ହୋଇଛନ୍ତି ଭକ୍ତ କିଏ ନା ବ୍ରହ୍ମା ଆଜ୍ଞା ପାଇଛନ୍ତି, ଯା ଭିତରକୁ ପଳାଅ। ଚାଲିଗଲେ, ପୁଣି ରହିଲେ ଗର୍ଭ ଭିତରେ। କଳ୍କି ମହାମନ୍ତ୍ର ତତ୍ଵ ନିଶ୍ଚୟ ପ୍ରଭୁ ଶିଖାଇବେ ସତ୍ୟ ଧର୍ମ ପାଳି ଦୁଷ୍ଟ ମନ ଜନ ମାରି ପ୍ରଭୁ ଶ୍ରୀସ୍ଥାନକୁ ଯିବେ। ମଧୁକୋଷ ଦୀପ ମହିମା ଅଶେଷ ଗୋପତ ଦ୍ୱାରିକାପୁର ଦାରୁ ବ୍ରହ୍ମ ରୂପ କୋଟି କଳ୍ପ ଦେଖ ଏଥି ମଧ୍ୟ ଅବତାର। ବାବୁରେ ମହାପୁରୁଷ କହିଲେ ଦ୍ୱାଦଶ ଗୋପାଳକୁ ସତ୍ୟ ଧର୍ମ ପାଳି ଦୁଷ୍ଟ ଜନକୁ ମାରି ପ୍ରଭୁ ନିଜ ସ୍ଥାନକୁ ଯିବେ। ମଧୁ କୋଣଦୀପ ମହିମା ଅଶେଷ ମହିମା ଅଶେଷ ଦ୍ୱାରିକାପୁର ଦାରୁ ବ୍ରହ୍ମ ରୂପ କୋଟି ଜନ୍ମ ଦେଖ ଏଥି ମଧୁ ଅବତାର। ମଧୁକୋଷ ଦୀପ ମହିମା ଅଶେଷ ଗୋପତ ଦ୍ୱାରିକାପୁର ଦାରୁ ବ୍ରହ୍ମ ରୂପ କୋଟି ଜନ୍ମରେ ଦେଖ ଏ ମଧୁପୁର ଅବତାର। ଜାଣି ନ ପାରିବେ ମାୟାରେ ଭ୍ରମିବେ ବିଷ୍ଣୁକୁଟ ଚକ୍ର ଏହା ସେ ତାଙ୍କୁ ଜାଣଇ ଅନ୍ୟ ପ୍ରମାଣଇ ଜଟ କଟିରେ ସୁରେହା ମହିରେ ତା ଚାଲିବେ ଚିହ୍ନା ନ ପଡ଼ିବ ଏମନ୍ତ ପୁରୁଷ ଜହିଁ ନିଶ୍ଚୟ ବ୍ରହ୍ମ ମୁନି ଅବତାର ଶ୍ରେଷ୍ଠ ଅଟନ୍ତି ନନ୍ଦତ ନହିଁ। ବାବୁରେ ଏମିତି ପ୍ରଭୁ ଚାଲିବେ, ଏମିତି ଅବତାର ହେବେ ତାଙ୍କୁ କେହି ଚିହ୍ନି ପାରିବେ। ନର ଦେହରେ ଚାଲୁଥିବେ, ଦେହ ଜୀବନକୁ ପାଦେ ସମର୍ପିଲେ ନ ଜାଣିଲେ ଗୋପାଙ୍ଗନା ଶ୍ରୀଗୁରୁ ପୟରେ ଚିତ୍ତ ନିବେଶିଲେ ଜାଣିବୁ ତାଙ୍କର ସୀମା। ବାବୁରେ ଦ୍ୱାଦଶ ଗୋପାଳ ଶୁଣ, କୃଷ୍ଣ ଅବତାରରେ ପ୍ରଭୁ ଅନେକ ଲୀଳା କରିଛନ୍ତି ଗୋପୀମାନଙ୍କ ସହିତ, କିନ୍ତୁ ଦେହକୁ ସମର୍ପଣ ସିନା କରିଦେଲେ କିନ୍ତୁ ପ୍ରଭୁଙ୍କୁ ସେ ଠିକ୍ ସେ ଜାଣିପାରିଲେନି। ଏଣୁ ଆଉ ବା କିଏ ଜାଣିବ, କେତେ ପାଖେ ଥାଇ ଯେ ନ ଜାଣିଲେ। ଯୋଗ ଶବଦରେ ପ୍ରକାଶ ହୁଅନ୍ତି ଅନନ୍ତ ଗୁପତ ହୋଇ ଅନ୍ତ ନାହିଁ ଯହିଁ କେ ପାରିବ କହି ସ୍ୱରୂପ ଶବଦ ଭୂଇଁ ଯାହାର ଆଦି ନାହିଁ କି ଅନ୍ତ ନାହିଁ ତା କଥା କିଏ ବା କହିପାରିବ। ତୁମ୍ଭ ନିମନ୍ତେ ମୁଁ ପ୍ରକାଶ ହୋଇଛି ଶୁଣ ଯୋଗେନ୍ଦ୍ର କୁମର ନ କହିବ କାହିଁ ଗୁପତରେ ଥିବ କାମ ହୋଇବ ମନ୍ଦର ବିବେକୀ ଭଜନ କାହିଁ ଦେବ ଜ୍ଞାନ ମହିଭ୍ରମୀ କେତେ କାଳ 31 ପ୍ରକାଶ ହୋଇବ ଅମର ଭୂଇଁରେ ଖେଳ। ବାବୁରେ ମୁଁ ତମରି ପାଇଁ ପ୍ରକାଶ ହୋଇଛି, କାହାଗରେ କହିବନି, ଗୁପ୍ତରେ ରଖିବ। ବିବେକୀ ଭଜନ କାହିଁ ଦେହ ଜ୍ଞାନ ମହିଭ୍ରମୀ କେତେ କାଳ 31 ପ୍ରକାଶ ହୋଇବ। ଏଣୁ ହୁସିଆରି ଥିବ। ଏଣୁ ଅକ୍ଷୟ ପଞ୍ଜର ମହିମା ମନ୍ଦର କଳନା କେ କରିପାରି କୋଟି କଳ୍ପେ ବ୍ରହ୍ମା ଚିହ୍ନି ନ ପାରିଲେ ଆସିବେ ସେ ମର୍ତ୍ତ୍ୟ ପୁରୀ। କହିଲେ ବ୍ରହ୍ମା କୋଟି କଳ୍ପ ଚିହ୍ନି ପାରିଲେନି ପ୍ରଭୁଙ୍କୁ। କହିଲେ କୋଉଠି ଆଇଲି କୁଆଡ଼େ ଗଲି, ପୁଣି ଭିତରକୁ ନାଳ ଏଇ ପଦ୍ମନାଳ ଭିତରକୁ ପଶିଗଲେ, ପୁଣି ତପସ୍ୟା କଲେ। ଆଉ ସାଧାରଣ ଲୋକ ବା କେମିତି ଚିହ୍ନିବ? ସମସ୍ତେ ଅହଙ୍କାର କହିବେ ମୁଁ ଜ୍ଞାନୀ ମୁଁ ସବୁ ଜାଣିଛି, କେହି କିଛି ଜାଣିନାହାନ୍ତି ରେ ବାବୁ। ଦ୍ୱାଦଶ ଗୋପାଳଙ୍କୁ ଆଜି କହୁଛନ୍ତି ଅଖିଳ ବ୍ରହ୍ମାଣ୍ଡ ତାରଣ କାରଣ ଦେବଦ୍ୱିଜ ଘରେ ଜାତ ବିରଜା ମଣ୍ଡଳେ ଅବତରି ଥିବେ ବିଷ୍ଣୁ ଅଂଶ ହେବେ ଜାତ। ଆଜି ମହାପୁରୁଷ କହିଲେ ବାବୁରେ ଦ୍ୱାଦଶ ଗୋପାଳ ପ୍ରଭୁ ଜନ୍ମ ହେବେ ଯାଜପୁରରେ, ବିଷ୍ଣୁ ଅଂଶରେ ଜାତ ହେବେ। ଅଖିଳ ବ୍ରହ୍ମାଣ୍ଡ ତାରଣ କାରଣ ବ୍ରାହ୍ମଣ ଘରେ ଜନ୍ମ ହେବେ। ଆଜି କୋଉଠି ନା ବିଷ୍ଣୁ ଅଂଶରେ। କାମରମା ପରା ବୀଜ ବସାଇଣ ଧ୍ୟାନ ସୂତ୍ର ଶିଖାଇବେ ଚିହ୍ନା ନ ପଡ଼ିବେ ଚିହ୍ନି ନ ପାରିବେ ବ୍ରଜସୂତ୍ର ବାଛି ନେବେ।
ସରା ଅପରାରେ ବିଚାର ନ ହେବ ନିର୍ବିକଳ୍ପ ନିରଞ୍ଜନ ନିର୍ମାଲ୍ୟ ଭୁଞ୍ଜାଇ ଲୀଳା କରୁଥିବେ ଭକ୍ତ ଘରେ ଭଗବାନ ଜହିଁ ଅଷ୍ଟନିଧି ତହିଁ ପରେ ଧ୍ୟାନ ପଶ୍ଚିମେ ପଦ୍ମ ପୋଖରୀ ଶୂନ୍ୟରୁ ଶବଦ ହେବ ବିଜି ଘୋଷ ବିଜେ କରିବେ ଶ୍ରୀହରି। ବାବୁରେ ପ୍ରଭୁ ଜନ୍ମ ହେବେ କୋଉଠି ନା ଯାଜନଗରରେ ବିଷ୍ଣୁ ଶର୍ମା ଘରେ ଏବଂ ବ୍ରାହ୍ମଣ କୂଳେ ଜନ୍ମ ହେବେ। ପରା ଅପରା ବିଚାର ନଥିବ ନିର୍ବିକଳ୍ପ ନିରଞ୍ଜନ ସେ ନିର୍ମାଲ୍ୟ ସେଇଠି ଲୋକଙ୍କୁ ଭୁଞ୍ଜାଇବେ ଭକ୍ତ ଘରେ ଭଗବାନ ରହି ଲୀଳାଖେଳା କରିବେ। ଜଇଁ ଅଷ୍ଟନିଧି ତହିଁ ପରେ ଧ୍ୟାନ ପଶ୍ଚିମରେ ପଦ୍ମ ପୋଖରୀ ଥିବ ଶୂନ୍ୟରୁ ଶବଦ ହେବ ବିଜି ଘୋଷ ବିଜେ କରିବେ ଶ୍ରୀହରି। 31 ଦଶାନନେ ଘୋଷ ସର୍ବେ ବୋଲ ହରି 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 ବୋଲ। ପ୍ରଭୁ କହିଲେ ମହାପୁରୁଷ କ'ଣ କଲେ ନା ହେ ଦ୍ୱାଦଶ ଗୋପାଳ ଶୂନ୍ୟରୁ ଶବ୍ଦ ହେବ ବିଜି ଘୋଷ ବିଜେ କରିବେ ଶ୍ରୀହରି। ଆଉ 31 ଦଶାନନେ ଘୋଷ ସର୍ବେ ହରି ହରି ବୋଲ। ଥୟ ନ ରହିବ ପୃଥ୍ୱୀ ନା ସଜୀବ ଲୀଳା ହେବ ଭାରି ଭାରି କଳି ଯୁଗେ ପ୍ରାଣୀ ଅନେକ ପ୍ରକାରେ। ବାବୁରେ ଭକ୍ତ ପଥ ଆବରଣୀ କହିଲେ ଯେ କଳି ଯୁଗରେ ବହୁତ ପ୍ରାଣୀ ଭକ୍ତି ପଥକୁ ଆବରିବେ ମୁନି ସଙ୍ଗେ ମୁନି ଖେଳ କରୁଥିବେ କେହି କାହାକୁ ନ ଚିହ୍ନିବେ ଚିହ୍ନି ପାରିବନି କେହି କାହାକୁ। ତେଣୁ ସର୍ବେ ମତ ଭଳେ କାଳ କଟାଇବେ ହୋଇବ ଭକତ ହାନି ଧର୍ମ ବୋଲି ଯେଉଁ ଯୋଡ଼ିଏ ଅକ୍ଷର ନ ଜାଣି ହୋଇବେ ଜ୍ଞାନୀ। ମହାପୁରୁଷ କହିଲେ ବାବୁରେ ସର୍ବମତ ଭଳରେ କାଳ କାଟିବେ ଆତ୍ମଗର୍ବ ମତ ଭଳରେ ଭକ୍ତ ହାନି ହେବେ। ଧର୍ମ ବୋଲି ଯେଉଁ ଦୁଇଟି ଅକ୍ଷର ଯୋଡ଼ିଏ ସେ ଅକ୍ଷର କେହି ନ ଜାଣି ସମସ୍ତେ ଜ୍ଞାନୀ ବୋଲି ଆପଣ ଦେଖୁନାହାନ୍ତି। ବର୍ତ୍ତମାନ ଯେଉଁ ପ୍ରକାର ହେଲାଣି ଯେତେ ଲୋକ ଅଛନ୍ତି କିଏ ଗୀତା ମଞ୍ଚ କରିକି ମାସକୁ 5,000 ଟଙ୍କା କଲେକ୍ସନ୍ କରୁଛି। ଆମେ ଗୀତା ମଞ୍ଚ କରିଛୁ ଆମେ ଗୁଗୁଲ ମିଟ୍ କରୁଛୁ ସେ ଅମୁକ କରୁଛୁ ଲୋକ 500 ରଖିଦେଇଛୁ ପୁରା ଗ୍ରୁପ୍ କରିଦେଇଛୁ ତାକୁ ରେଜିଷ୍ଟ୍ରେସନ୍ କରିଦେଇଛୁ। ତେଣୁ ମାସରେ ଦର୍ଶନୀ ବା ଭିକ୍ଷା ଦିଅ ଭିକ୍ଷା 7-8 ହଜାର ମାସରେ ହେଉଛି। ତେଣୁ ଏସବୁ ବେପାର ଆରମ୍ଭ ହୋଇଯିବ। ଗୀତା କେବେ କହିନି ପଇସା କଲେକ୍ସନ୍ କରିବାକୁ ମାସକୁ ମାସ ଭାଗବତ କହିନି ପଇସା ମାସକୁ ମାସ କଲେକ୍ସନ୍ କରିବାକୁ। 4 ବର୍ଷ ହେଲାଣି ଭାଗବତ ମଞ୍ଚ ହେଇଛି ଆଜ୍ଞା 1 ଟଙ୍କା କାହାକୁ ମଗାଯାଇନି। କିନ୍ତୁ ଗୀତା ମଞ୍ଚ କିଏ ଦିଏ 2 ମାସ କରିଛି ସେ କହୁଛି ମୋର ମାସରେ 6,000 ଟଙ୍କା ମୁଁ ଆଦା କରୁଛି। ଲୋକ ଦେଉଛନ୍ତି ଲୋକ ସବୁ ଆଜିକାଲି ଲୋକ କିଛି ଧର୍ମ ଭୀରୁ ବା ମେଣ୍ଢା ଭଳି କହୁଛନ୍ତି। ଯିଏ ଯାହା କହୁଛି ହଁ ଧର୍ମ କ'ଣ ସେଇମାନେ ଠାକୁର ଦେଖେଇ ଦେବେ। ଯିଏ ପଇସା ଆଦାୟ କରିବାକୁ ଚାହିଁଲା ସିଏ ଆଜ୍ଞା ଧର୍ମ ଶିଖି ନାହିଁ ସେ ବେପାର ହେଲା କମର୍ସିଆଲ। ତାକୁ ଦୂରେଇ ରୁହନ୍ତୁ ଆପଣମାନେ ଭଗବାନ ଡାକନ୍ତୁ। ମୁନି ହେବେ ନଷ୍ଟ ପାଇବ କଷ୍ଟ ଯୋଗାନଳ ଜାଳି ଦେବେ ଧୂମବର୍ଣ୍ଣ ହେବ ପୃଥ୍ୱୀ ନାଶ ଯିବ ପ୍ରିୟ ଗୁଣା ବିଂଶ ଯେବେ। ମହାପୁରୁଷ କହିଲେ ବାବୁରେ ମୁନି ମାନେ ନଷ୍ଟ ହେଇଯିବେ ଧୂମବର୍ଣ୍ଣ ହେବ ପୃଥିବୀ ଧୂଆଁ ହେଇଯିବ ନାଶ ହେବ ଗୁଣା ବିଂଶ ଦେବେ ଅଦ୍ଭୁତ ସାଗର ହେବ ବଳିଆର ଛୁଇଁବ ପର୍ବତ ଶିଖ ଭକତଙ୍କ ଲୀଳା ହେବ ନରଗଳ ଋତୁ ପକ୍ଷେ ମନେ ରଖ ଯୋଗ ତତ୍ତ୍ୱବାଣୀ ଦେବେ ବେଦ ଭଣୀ 10 ସହସ୍ର ବରଷ ଅଗମନା ଭୂଇଁ ଗମିତ ନୁହଇଁ ଏ କଳିଯୁଗର ଭବିଷ୍ୟ ଅନୁମାନ ବିନା କିଛି ନ ପାଇବ ଯୋଗ ସାଧି ନ ପାରିବ ହୀନ ହେବ ବାଣୀ ମିଥ୍ୟା ନ ଆସିବ କି ତତ୍ତ୍ୱ ଠିକଣା ଭାବ। ମହାପୁରୁଷ କହିଲେ ବାବୁରେ ଅଗମ୍ୟ ଭୂଇଁ ଏହାକୁ ଭ୍ରମଣ କରିବାକୁ ଏ ଭୂମିକି ବହୁ ପଥ ଦରକାର ଗୁରୁ ଆସିତ ହେବା ଦରକାର। ତେଣୁ ଅବଧୂତ 24 ଗୁରୁ ଯେମିତି କରିଥିଲେ ଗୁରୁ ନ କଲେ ସଦଜ୍ଞାନ ମିଳିବ ନାହିଁ।
ଯିଏ ଗୁରୁ ନ କରିଛନ୍ତି ଏଇ କାନ ମନ୍ତ୍ର ନେଇ ବାହାଘର ବେଳେ କହିଲେ ଆମେ ଗୁରୁ କରୁଛୁ, ଶିକ୍ଷା ଗୁରୁ କାହାର ନଥିବ ସିଏ କରିବେ ଗୀତା ଭାଗବତ କରି ପଇସା ଆଦାୟ କରିବେ ମାସକୁ 8,000 ଲେଖା। ଆଜ୍ଞା ଇଏ ସବୁ ଅପଧର୍ମ ହେଉଛି, ଅପକର୍ମ ହେଉଛି। ଲୋକମାନେ ମାନେ ଆପଣଙ୍କ ଯାହାକୁ କହନ୍ତି ଯେ ଧର୍ମ ଭୀରୁ, ଯେ ଅନ୍ଧବିଶ୍ୱାସ କରି ନିଅ ଯେ ଗୀତାରେ ମଞ୍ଚରେ ପଇସା କ'ଣ ହେବ, ଭାଗବତ ମଞ୍ଚରେ ପଇସା କ'ଣ ହେବ। ଯେଉଁମାନେ ପଇସା କଲେକ୍ସନ୍ କରୁଛନ୍ତି ତାଙ୍କୁ ଆପଣ ବାଦ୍ ଦିଅନ୍ତୁ, ସେଠୁ ବାହାରି ପଳେଇ ଆସନ୍ତୁ। ପଇସା କୌଣସି ଠାକୁର କହିନାହାନ୍ତି। ତେଣୁ ଯାହା ହଉ ଅନ୍ୟ କ୍ଲିପ୍ରେ ଦେଖିବା, ଅନ୍ୟ କ୍ଲିପ୍ରେ କ'ଣ ହେଉଛି। ଏବେ ତ ସମୟ ହେଲାଣି, ଆଉ ଗୋଟେ କ୍ଲିପ୍ ଦେଖିବା। हरि ओम सर्वे भवन्तु सुखिनः सर्वे सन्तु निरामय सर्वे भद्राणि पश्यन्तु मां कश्चित् भाव भयं शान्तिः शान्तिः शान्तिः। जय जय जगन्नाथ, जय जय जगन्नाथ, जय जय जगन्नाथ। हरि ओम तत्सत्, हरि ओम तत्सत्, हरि ओम तत्सत्।